ଓମ୍ ଶାନ୍ତି। 14 ଡିସେମ୍ବର 2025 ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 18 ଫେବୃଆରୀ 2008। ମୁରଲୀର ସାରାଂଶ। ବିଶ୍ୱର ପରିବର୍ତ୍ତନ ପାଇଁ ଶାନ୍ତିର ଶକ୍ତିକୁ ପ୍ରୟୋଗ କର। ବିଶ୍ୱର ପରିବର୍ତ୍ତନ ପାଇଁ ଶାନ୍ତିର ଶକ୍ତିକୁ ପ୍ରୟୋଗ କର। ଆଜି ବାପ ଦାଦା ନିଜର ଅର୍ଥାତ ବିଶ୍ୱ ପରିବର୍ତ୍ତକ ପିତାଙ୍କର ଚାରିଆଡ଼ର ଆଶାର ପ୍ରଦୀପ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି। ବାପ ଦାଦା ଜାଣିଛନ୍ତି ଯେ ପିଲାମାନଙ୍କର ବାପ ଦାଦାଙ୍କ ସହିତ ଅତି 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 ସ୍ନେହ ରହିଛି ଏବଂ ବାପ ଦାଦାଙ୍କର ମଧ୍ୟ ପ୍ରତ୍ୟେକ ସନ୍ତାନ ପ୍ରତି ପଦ୍ମ ଗୁଣାଠାରୁ ମଧ୍ୟ ଅଧିକ ସ୍ନେହ ଅଛି। ଏହି ସ୍ନେହ ସଙ୍ଗମ ଯୁଗର ସବୁ ସମୟରେ ପିଲାମାନଙ୍କୁ ମିଳିବା ସୁନିଶ୍ଚିତ ଅଟେ। ବାପଦାଦା ଜାଣିଛନ୍ତି ଯେ ସମୟ ଯେତେ ଯେତେ ପାଖେଇ ଆସୁଛି ସେହି ଅନୁସାରେ ପ୍ରତ୍ୟେକ ସନ୍ତାନର ହୃଦୟରେ ଏହି ସଂକଳ୍ପ ବା ଏହି ଉମଙ୍ଗ ଉତ୍ସାହ ନିଶ୍ଚିତ ରହିଛି ଯେ ଏବେ କିଛି ନା କିଛି କରିବାକୁ ହିଁ ହେବ। କାହିଁକି ନା ତୁମେମାନେ ତ ଦେଖୁଛ ଆଜିର ଦୁନିଆରେ ତିନୋଟି ଯାକ ସତ୍ତା ବା ଶକ୍ତି ଅତି ହଲଚଲ ଭିତରେ ଅଛନ୍ତି। ଚାହେଁ ଧର୍ମ ସତ୍ତା ହେଉ ବା ରାଜ୍ୟ ସତ୍ତା ହେଉ ବା ବିଜ୍ଞାନ ସତ୍ତା ହେଉ। କାହିଁକି ନା ବିଜ୍ଞାନ ମଧ୍ୟ ପ୍ରକୃତିକୁ ଯଥାର୍ଥ ରୂପରେ ଚଲାଇ ପାରୁନାହିଁ। ତେଣୁ ଏହି କଥା କହୁଛନ୍ତି ଯେ ଏସବୁ ହେବାର ହିଁ ଅଛି। କାହିଁକି ନା ବିଜ୍ଞାନର ସତ୍ତା ମଧ୍ୟ ପ୍ରକୃତି ଦ୍ୱାରା କାର୍ଯ୍ୟ କରୁଛି। ତେଣୁ ବିଜ୍ଞାନର ସାଧନ ଗୁଡ଼ିକ ଥାଇ ମଧ୍ୟ ବହୁତ ଚେଷ୍ଟା କରୁଥିଲେ ମଧ୍ୟ ପ୍ରକୃତି ଏବେ ନିୟନ୍ତ୍ରଣ ଭିତରେ ନାହିଁ ଏବଂ ଆଗକୁ ଗଲେ ପ୍ରକୃତିର ଏହି ସବୁ ଖେଳ ଗୁଡ଼ିକ ଆହୁରି ଅଧିକ ବଢ଼ି ବଢ଼ି ଚାଲିବ। କାହିଁକି ନା ପ୍ରକୃତି ପାଖରେ ମଧ୍ୟ ଏବେ ଆଦି ସମୟର ଶକ୍ତି ନାହିଁ। ତେବେ ଏହିଭଳି ସମୟରେ ତୁମେମାନେ ବିଚାର କର, ଏବେ କେଉଁ ସତ୍ତା ବିଶ୍ୱକୁ ପରିବର୍ତ୍ତନ କରିପାରିବ? କେବଳ ଶାନ୍ତିର ଶକ୍ତି ହିଁ ବିଶ୍ୱର ପରିବର୍ତ୍ତନ କରିବ। ତେଣୁ ଚାରିଆଡ଼ର ହଲଚଲକୁ ସମାପ୍ତ କରିବା ବାଲା କିଏ? ତୁମେମାନେ ତ ଜାଣିଛ ନା, ଏହା କେବଳ ପରମାତ୍ମା ପାଳନାର ଅଧିକାରୀ ଆତ୍ମାମାନଙ୍କ ବ୍ୟତୀତ ଅନ୍ୟ କେହି ବି କରିପାରିବେ ନାହିଁ। ତେଣୁ ତୁମ ସମସ୍ତଙ୍କ ଭିତରେ ଏହି ଉମଙ୍ଗ ଉତ୍ସାହ ରହିଛି ଯେ ଆମେ ବ୍ରାହ୍ମଣ ଆତ୍ମାମାନେ ହିଁ ବାପ ଦାଦାଙ୍କର ସଙ୍ଗରେ ମଧ୍ୟ ଅଛୁ ଏବଂ ପରିବର୍ତ୍ତନର କାର୍ଯ୍ୟରେ ସାଥୀ ମଧ୍ୟ ଅଟୁ। ବାପ ଦାଦା ବିଶେଷ କରି ଅମୃତ ବେଳାରେ ଏବଂ ସାରା ଦିନ ଭିତରେ ଚାଲିବା ବୁଲିବା ସମୟରେ ମଧ୍ୟ ଦେଖୁଛନ୍ତି ଯେ ଦୁନିଆରେ ତିନୋଟି ଯାକ ସତ୍ତା ଯେଉଁଭଳି ହଲଚଲ ଭିତରେ ଅଛନ୍ତି, ସେହି ଅନୁସାରେ ତୁମେ ଶାନ୍ତିର ଦେବୀମାନେ ବା ଦେବତାମାନେ ଯେତିକି ଶକ୍ତିଶାଳୀ ଶାନ୍ତିର ପ୍ରୟୋଗ କରିବା ଉଚିତ ସେଥିରେ ଏବେ କମି ରହିଛି। ତେଣୁ ବାପ ଦାଦା ଏବେ ସବୁ ପିଲାମାନଙ୍କୁ ଏଥିପାଇଁ ଉମଙ୍ଗ ଉତ୍ସାହ ଦେଉଛନ୍ତି। ଯଦିଓ ସେବା କ୍ଷେତ୍ରରେ ବହୁତ ଭଲ ପ୍ରଚାର ପ୍ରସାର କରିଚାଲିଛ, କିନ୍ତୁ ଏବେ ଶାନ୍ତିର ଶକ୍ତିକୁ ଆହୁରି ଅଧିକ ଚାରିଆଡ଼େ ଖେଳାଅ। ଆଜି ବାରମ୍ବାର କାଶ ହେବାରେ ଲାଗିଛି। ଆଜି ବାଜା ଟିକିଏ ଖରାପ ଅଛି, ପୁଣି ବି ବାପଦାଦା ପିଲାମାନଙ୍କ ସହିତ ମିଳନ ନ କରି ରହିପାରିବେ ନାହିଁ କି ପିଲାମାନେ ମଧ୍ୟ ରହିପାରିବେ ନାହିଁ। ତେଣୁ ବାପଦାଦା ଏବେ ବିଶେଷ କରି ଏହି ନିର୍ଦ୍ଦେଶ ଦେଉଛନ୍ତି ଯେ ବର୍ତ୍ତମାନ ଶାନ୍ତିର ଶକ୍ତିର ପ୍ରକମ୍ପନକୁ ଚାରିଆଡ଼େ ବିଚ୍ଛୁରିତ କର। ତେବେ ତୁମେମାନେ ତ ବିଶେଷ କରି ବ୍ରହ୍ମା ବାବାଙ୍କ ଏବଂ ଜଗଦମ୍ବାଙ୍କୁ ଦେଖିଛ। ନିଜେ ଆଦିଦେବ ହୋଇ ମଧ୍ୟ ଶାନ୍ତିର ଶକ୍ତିକୁ ଧାରଣ କରିବା ପାଇଁ କେତେ ଗୁପ୍ତ ପୁରୁଷାର୍ଥ କରିଛନ୍ତି। ତୁମର ଦାଦି ମଧ୍ୟ କର୍ମାତୀତି ହେବା ପାଇଁ ଏହି କଥା ଉପରେ କେତେ ଦୃଢ଼ ରହିଥିଲେ। ସବୁ ପ୍ରକାରର ଦାୟିତ୍ୱ ଭିତରେ ଥିଲେ ମଧ୍ୟ ସେବାର ଯୋଜନା ଗୁଡ଼ିକୁ ପ୍ରସ୍ତୁତ କରୁଥିଲେ ମଧ୍ୟ ଶାନ୍ତିର ଶକ୍ତିକୁ ଜମା କରି ଚାଲିଥିଲେ। ଆଜି ବାରମ୍ବାର କାଶ ହେଉଛି। ତେବେ ବାଜା ଯେତେ ବି ଖରାପ ହୋଇଥାଉ, କିନ୍ତୁ ବାପ ଦାଦାଙ୍କର ସ୍ନେହ ଅଛି। ତେଣୁ ଯେତେ ବଡ଼ ସେବାର ଦାୟିତ୍ୱ ହୋଇଥାଉ ନା କାହିଁକି, କିନ୍ତୁ ସଫଳତାର ପ୍ରତ୍ୟକ୍ଷ ଫଳ ଶାନ୍ତିର ଶକ୍ତି ବିନା ଯେତିକି ମିଳିବା ଦରକାର ସେତିକି ମିଳିପାରିବ ନାହିଁ।
ଏବଂ ନିଜ ପାଇଁ ସାରା କଳ୍ପର ପ୍ରାରବ୍ଧ ମଧ୍ୟ ଶାନ୍ତିର ଶକ୍ତି ଆଧାରରେ ହିଁ ଜମା କରିପାରିବ। ସେଥିପାଇଁ ଏବେ ସମସ୍ତଙ୍କୁ ନିଜ ପ୍ରତି ସାରା କଳ୍ପର ପ୍ରାରବ୍ଧ ରାଜ୍ୟ ପଦର ଏବଂ ପୂଜ୍ୟ ପଦର ଜମା କରିବାର ସମୟ ବର୍ତ୍ତମାନ ହିଁ ଅଟେ। କାହିଁକି ନା ଆଗକୁ ଆହୁରି ଖରାପ ସମୟ ଆସିବାର ଅଛି। ଏହିଭଳି ସମୟରେ ଶାନ୍ତିର ଶକ୍ତି ଦ୍ୱାରା ଟଚିଂ ପାୱାର ଏବଂ କ୍ୟାଚିଂ ପାୱାର ଅର୍ଥାତ୍ ଅନୁଭବ କରିବାର ଶକ୍ତି ଏବଂ ଗ୍ରହଣ କରିବାର ଶକ୍ତି ବହୁତ ଆବଶ୍ୟକତା ପଡ଼ିବ। ଆଗକୁ ଏଭଳି ସମୟ ଆସିବ ଯାହାକି ଏହିସବୁ ସାଧନ ଗୁଡ଼ିକ କୌଣସି କାର୍ଯ୍ୟ କରିପାରିବ ନାହିଁ। କେବଳ ଆଧ୍ୟାତ୍ମିକ ବଳ ଏବଂ ବାପଦାଦାଙ୍କର ନିର୍ଦ୍ଦେଶ ଗୁଡ଼ିକର ପ୍ରେରଣା ହିଁ କାର୍ଯ୍ୟ କରାଇ ପାରିବ। ତେଣୁ ନିଜେ ନିଜକୁ ଚେକ୍ କର, ଏହିଭଳି ସମୟରେ ମୋର ମନ ବୁଦ୍ଧିରେ ବାପଦାଦାଙ୍କର ଟଚିଂ ଆସିପାରିବ ତ? ଏଥିରେ ବହୁତ କାଳର ଅଭ୍ୟାସର ଆବଶ୍ୟକତା ରହିଛି। ଏହାର ଆଧାର ହେଲା ମନ ଏବଂ ବୁଦ୍ଧି। କେବେ କେବେ ନୁହେଁ, ସଦାସର୍ବଦା ସ୍ପଷ୍ଟ ଏବଂ ସ୍ୱଚ୍ଛ ରହିବା ଦରକାର। ଏବେ କେବଳ ରିହର୍ସେଲ ଅର୍ଥାତ୍ ଅଭ୍ୟାସ କରିବା ବଢ଼ି ବଢ଼ି ଚାଲିବ। ଏହାପରେ ଗୋଟିଏ ସେକେଣ୍ଡ ଭିତରେ ରିଅଲ ଅର୍ଥାତ୍ ପ୍ରକୃତ ବିନାଶ ହୋଇଯିବ। ଟିକିଏ ବି ଯଦି ମନରେ ବା ବୁଦ୍ଧିରେ କୌଣସି ବି ଆତ୍ମା ପ୍ରତି ବା କୌଣସି କାର୍ଯ୍ୟ ପ୍ରତି ବା କୌଣସି ସହଯୋଗୀ ସାଥୀ ପ୍ରତି ଟିକିଏ ବି ନକାରାତ୍ମକ ଭାବନା ରହିଥିବ, ତେବେ ତାକୁ କ୍ଲିନ୍ ଏବଂ କ୍ଲିଅର ବୁଦ୍ଧି କୁହାଯିବ ନାହିଁ। ସେଥିପାଇଁ ବାପଦାଦା ଏଥିପ୍ରତି ବିଶେଷ ଧ୍ୟାନ ଆକର୍ଷଣ କରାଉଛନ୍ତି। ତେଣୁ ଚେକ୍ କର, ସାରା ଦିନ ଭିତରେ ସାଇଲେନ୍ସ ପାୱାର ଅର୍ଥାତ୍ ଶାନ୍ତିର ଶକ୍ତି କେତେ ଜମା କରିଛି। ସେବା କରୁଥିଲେ ମଧ୍ୟ ଯଦି ବାଣୀରେ ଶାନ୍ତିର ଶକ୍ତିର କମି ରହିଥିବ, ତେବେ ସଫଳତା ରୂପୀ ପ୍ରତ୍ୟକ୍ଷ ଫଳ ଯେତିକି ଚାହୁଁଥିବ ସେତିକି ମିଳିବ ନାହିଁ। ମେହନତ ଅଧିକ ଲାଗିବ, ଫଳ କମ ମିଳିବ। ତେଣୁ ସେବା କର, କିନ୍ତୁ ଶାନ୍ତିର ଶକ୍ତି ସମ୍ପନ୍ନ ସେବା କର, ଯାହାଦ୍ୱାରା ଆଶାଠାରୁ ଅଧିକ ଫଳ ମିଳିବ। ତେଣୁ ବାରମ୍ବାର ଚେକ୍ କର। ବାକି ବାପଦାଦାଙ୍କୁ ଖୁସି ଲାଗୁଛି ଯେ ଦିନକୁ ଦିନ ଯେଉଁମାନେ ବି ଯେଉଁଠି ବି ସେବା କରୁଛନ୍ତି ସେମାନେ ବହୁତ ଭଲ ସେବା କରୁଛନ୍ତି। କିନ୍ତୁ ନିଜ ପ୍ରତି ଶାନ୍ତିର ଶକ୍ତିକୁ ଜମା କରିବା ଉପରେ ଏବଂ ପରିବର୍ତ୍ତନ ଉପରେ ଆହୁରି ଅଧିକ ଧ୍ୟାନ ଦିଅ। ଏବେ ତ ସାରା ଦୁନିଆ ଖୋଜିବାରେ ଲାଗିଛି ଯେ ପ୍ରକୃତରେ ବିଶ୍ୱ ପରିବର୍ତ୍ତନର ନିମିତ୍ତ କିଏ ହେବ। କାହିଁକି ନା ଦିନକୁ ଦିନ ଦୁଃଖ ଏବଂ ଅଶାନ୍ତି ବଢ଼ିବାରେ ଲାଗିଛି ଏବଂ ଆହୁରି ବଢ଼ିବ ମଧ୍ୟ। ତେଣୁ ଭକ୍ତ ଆତ୍ମାମାନେ ନିଜର ଇଷ୍ଟ ଦେବମାନଙ୍କୁ ମନେ ପକାଉଛନ୍ତି। କେହି ତ ଅତ୍ୟଧିକ ଦୁଃଖ ଅଶାନ୍ତିରେ ଜୀବନ ବିତାଉଛନ୍ତି। ଧର୍ମଗୁରୁମାନଙ୍କ ପ୍ରତି ମଧ୍ୟ ସମସ୍ତଙ୍କର ଦୃଷ୍ଟି ଯାଉଛି ଏବଂ ବୈଜ୍ଞାନିକମାନେ ମଧ୍ୟ ଏହି କଥା ଭାବୁଛନ୍ତି ଯେ କିପରି କରିବୁ, କ'ଣ କରିବୁ, ଆଉ କେତେ ଦିନ ଏହିଭଳି ଚାଲିବ। ତେବେ ଏମାନଙ୍କୁ ଉତ୍ତର ଦେବା ବାଲା କିଏ? ସମସ୍ତଙ୍କର ଦିଲ୍ ଭିତରେ ଏହି ଶବ୍ଦ ଗୁଞ୍ଜରିତ ହେଉଛି ଯେ ପ୍ରକୃତରେ ସ୍ୱର୍ଣ୍ଣିମ ପ୍ରଭାତ କେବେ ଆସିବ। ତେବେ ତୁମେମାନେ ତ ଆଣିବ ନା? ହଁ ନା ନାହିଁ? ହାତ ଉଠାଅ। ଯେଉଁମାନେ ଭାବୁଛନ୍ତି ଆମେ ହିଁ ନିମିତ୍ତ ଅଟୁ। କ'ଣ ନିମିତ୍ତ ଅଟ ତ? ସମସ୍ତେ ହାତ ଉଠାଇଲେ। ଆଚ୍ଛା, ଯଦି ଏତେ ଜଣ ନିମିତ୍ତ ଅଟ, ତେବେ କେତେ ସମୟ ଭିତରେ ହୋଇଯିବା ଦରକାର? ଏଥିରେ ତୁମେମାନେ ଖୁସି ହୋଇଯାଉଛ ଏବଂ ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି। ଦେଖ, ଏହିଭଳି ସୁବର୍ଣ୍ଣ ସୁଯୋଗ ସମସ୍ତଙ୍କୁ ସୁବର୍ଣ୍ଣ ସମୟ ଅନୁରୂପକ ହିଁ ପ୍ରାପ୍ତ ହୋଇଛି। ଏବେ ସମସ୍ତେ ପରସ୍ପର ମିଶି ଯେପରି ସେବାର ମିଟିଂ ସବୁ କରୁଛ, ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ମଧ୍ୟ ମିଟିଂ କରୁଛ, ସେହିପରି ଏହାର ମଧ୍ୟ ମିଟିଂ କର, ଯୋଜନା ତିଆରି କର। ଯୋଗ ଏବଂ ସେବା। ଯୋଗର ଅର୍ଥ ହେଲା ଶାନ୍ତିର ଶକ୍ତି ଏବଂ ତାହା ମଧ୍ୟ ସେତେବେଳେ ପ୍ରାପ୍ତ ହୋଇପାରିବ ଯେତେବେଳେ ତୁମେ ବହୁତ ଉଚ୍ଚ ସ୍ଥିତିରେ ରହିବ। ଯେପରି କୌଣସି ଉଚ୍ଚ ସ୍ଥାନରେ ଛିଡ଼ା ହୋଇଗଲେ ସବୁ ଜିନିଷ ସ୍ପଷ୍ଟ ଭାବରେ ଦେଖି ହୁଏ, ସେହିପରି ତୁମର ସବୁଠାରୁ ଉଚ୍ଚ ସ୍ଥିତି କ'ଣ? ପରମଧାମର ସ୍ଥିତି। ସେବା ଶେଷ କରିଲ, ତାପରେ ସର୍ବୋଚ୍ଚ ସ୍ଥାନ ପରମଧାମକୁ ଯାଇ ବାବାଙ୍କ ସାଥିରେ ବସିପଡ଼। ଯେପରି କେହି ଯଦି ଥକିଯାଏ, ତେବେ 5 ମିନିଟ୍ ପାଇଁ ହେଉ ପଛକେ କେଉଁଠି ଶାନ୍ତିରେ ବସିପଡ଼େ।
ଯାହାଦ୍ୱାରା କିଛିଟା ପରିବର୍ତ୍ତନର ଅନୁଭବ କରି ହୁଏ। ସେହିପରି ତୁମେମାନେ ମଧ୍ୟ ମଝିରେ ମଝିରେ ବାବାଙ୍କ ପାଖକୁ ଯାଇ ବସିପଡ଼ ଏବଂ ଆଉ ଗୋଟିଏ ଉଚ୍ଚସ୍ଥାନ ହେଲା ସୃଷ୍ଟିଚକ୍ରକୁ ଦେଖ। ଏବଂ ସୃଷ୍ଟିଚକ୍ରରେ ମଧ୍ୟ ସର୍ବୋଚ୍ଚ ସ୍ଥାନ କ'ଣ? ଘଡ଼ିର କଣ୍ଟାକୁ ସଙ୍ଗମ ଯୁଗରେ ହିଁ ସର୍ବୋଚ୍ଚ ଦେଖାଉଛ ନା? ତେଣୁ ତଳକୁ ଆସିଲ, ସେବା କରିଲ, ପୁଣି ଉଚ୍ଚ ସ୍ଥାନକୁ ଚାଲିଗଲ। ଏବେ ବୁଝିଲ ତ କ'ଣ କରିବ? ସମୟ ତୁମକୁ ଡାକୁଛି, ନା ତୁମେମାନେ ସମୟକୁ ପାଖକୁ ଆଣୁଛ? ସମୟର ମଧ୍ୟ ରଚୟିତା କିଏ? ତେଣୁ ପରସ୍ପର ଭିତରେ ଏହିଭଳି ଯୋଜନା କର। ଆଚ୍ଛା, ପିଲାମାନେ କହିଲେ ଆସିବାକୁ ହିଁ ପଡ଼ିବ, ତେଣୁ ବାବା କହିଲେ ହଁ ଜି। ଏହିଭଳି ପରସ୍ପରର କଥାକୁ, ସ୍ୱଭାବକୁ, ମନୋବୃତ୍ତିକୁ ବୁଝି ହଁ ଜି କରିବା ଦ୍ୱାରା ସଂଗଠନର ଶକ୍ତି ଶାନ୍ତିର ଜ୍ୱାଳା ପ୍ରକଟ କରିବ। ଜ୍ୱାଳାମୁଖୀ ଦେଖିଛ ନା? ସେହିପରି ସଂଗଠନର ଶକ୍ତି ମଧ୍ୟ ଶାନ୍ତିର ଜ୍ୱାଳା ପ୍ରକଟ କରିବ। ଆଚ୍ଛା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମୁମ୍ବାଇର ସେବାପାଳି। ଯେହେତୁ ନାମ ହିଁ ମହାରାଷ୍ଟ୍ର ଅଟେ, ତେଣୁ ମହାରାଷ୍ଟ୍ରକୁ ଡ୍ରାମା ଅନୁସାରେ ବିଶେଷ ଭାବରେ ସୁବର୍ଣ୍ଣ ଉପହାର ପ୍ରାପ୍ତ ହୋଇଛି। ତାହା କ'ଣ ଜାଣିଛ? ବ୍ରହ୍ମା ବାବା ଏବଂ ମା ଅର୍ଥାତ୍ ମମାଙ୍କର ପ୍ରତ୍ୟକ୍ଷ ପାଳନା ମହାରାଷ୍ଟ୍ରକୁ ମିଳିଛି। ଦିଲ୍ଲୀ ଏବଂ ଉତ୍ତରପ୍ରଦେଶକୁ ମଧ୍ୟ ମିଳିଛି, କିନ୍ତୁ ମହାରାଷ୍ଟ୍ରକୁ ଅଧିକ ମିଳିଛି। ତେବେ ମହାରାଷ୍ଟ୍ର ମହାତ ନିଶ୍ଚିତ ଅଟେ, କିନ୍ତୁ ଏବେ କ'ଣ କରିବ? ମହାରାଷ୍ଟ୍ରର ସମସ୍ତେ ମିଶି ଏଭଳି ଯୋଜନା କର, ଏଭଳି ମିଟିଂ କର, ଯେଉଁଥିରେ ସମସ୍ତଙ୍କର ଏକ ପ୍ରକାରର ସ୍ୱଭାବ, ଏକାଭଳି ସଂସ୍କାର, ଗୋଟିଏ ହିଁ ସେବାର ଲକ୍ଷ୍ୟ ବା ଶାନ୍ତିର ଶକ୍ତିକୁ କିପରି ଚାରିଆଡ଼େ ଖେଳାଇ ପାରିବ, ତାର ଯୋଜନା ପ୍ରସ୍ତୁତ କର। କ'ଣ ଏଇଭଳି କରିବ ତ? ଆଚ୍ଛା, ବାପ ଦାଦାଙ୍କୁ ଗୋଟିଏ ମାସ ପରେ ରିପୋର୍ଟ ଦେବ ଯେ କ'ଣ ସବୁ ଯୋଜନା କରିଛ। ତୁମମାନଙ୍କର ଏହିଭଳି ବାର୍ତ୍ତାଳାପ ଆଧାରରେ ଅନ୍ୟମାନେ ମଧ୍ୟ ଯୋଡ଼ି ହେବେ, କାରଣ ଭିନ୍ନ ଭିନ୍ନ ଜୋନ୍ ସବୁ ଅଛନ୍ତି ନା। ତେଣୁ ସେମାନେ ମଧ୍ୟ ସେବାରେ ବୃଦ୍ଧି କରି ଚାଲିବେ। ସେଥିରେ ମୂଳ ଆଧାର ତୁମେ ହୁଅ ଏବଂ ଅନ୍ୟମାନେ ମଧ୍ୟ ଏଥିରେ ଭାଗ ନେବେ। କ'ଣ ସାହସ ଅଛି ତ? ଟିଚରମାନେ ସାହସ ଅଛି ତ? ପ୍ରଥମ ଧାଡ଼ିବାଲା କୁହ, ସାହସ ଅଛି ତ? ସଂସ୍କାର ମିଳନର ରାସ କେଉଁ ଜୋନ୍ କରିବ? ଶୁଭ ଦୃଷ୍ଟି, ଶୁଭବୃତ୍ତି, ଶୁଭକୃତି କିପରି ହେବ, ଏହାକୁ ଆଉ କେଉଁ ଜୋନ୍ କରୁ? ଯଦି କୌଣସି ଆତ୍ମା ନିଜର ସଂସ୍କାରକୁ ନିଜେ ପରିବର୍ତ୍ତନ କରିପାରୁନାହିଁ, ଚାହୁଁଛି କରିବା ପାଇଁ କିନ୍ତୁ କରିପାରୁନାହିଁ, ତେବେ ସେମାନଙ୍କ ପ୍ରତି ଦୟାଳୁ ହୋଇ କ୍ଷମା, ସହଯୋଗ ଏବଂ ସ୍ନେହ ଦେଇ କିପରି ନିଜର ବ୍ରାହ୍ମଣ ପରିବାରକୁ ଶକ୍ତିଶାଳୀ କରିବୁ, ଆଉ ଗୋଟିଏ ଜୋନ୍ ଏହାର ଯୋଜନା କରୁ। କ'ଣ ଏହା ହୋଇପାରିବ ତ? ହୋଇପାରିବ? ପ୍ରଥମ ଧାଡ଼ିବାଲା କୁହ, ହୋଇପାରିବ? ହାତ ଉଠାଅ, ହୋଇପାରିବ। କାହିଁକି ନା ପ୍ରଥମ ଧାଡ଼ିରେ ସବୁ ମହାରଥୀମାନେ ବସିଛନ୍ତି। ଏବେ ବାପ ଦାଦା ନାମ ଶୁଣାଉନାହାନ୍ତି। ପ୍ରତ୍ୟେକ ଜୋନକୁ ଯାହା ଭଲ ଲାଗୁଛି ତାକୁ ନିଜ ଭିତରେ କଥାବାର୍ତ୍ତା ହୋଇ ଶିବରାତ୍ରି ପରେ ଗୋଟିଏ ମାସ ସମୟ ନେଇ ଫଳାଫଳ ଶୁଣାଅ। ମହାରାଷ୍ଟ୍ର ଅଟେ ନା, ତେଣୁ ବହୁତ ଭଲ ଜୋନ୍ ଅଟେ। ବୃଦ୍ଧି ତ ସବୁ ଜାଗାରେ ହେଉଛି, ସେଥିପାଇଁ ମଧ୍ୟ ବାପଦାଦା ଅଭିନନ୍ଦନ ଦେଉଛନ୍ତି। ଅଭିନନ୍ଦନ। ଏବେ ଯାହା ସବୁ କରିଆସିଛ ସେଥିପାଇଁ ତ ଅଭିନନ୍ଦନ ଦିଆଯାଉଛି, କିନ୍ତୁ ଏବେ କ୍ୱାଲିଟି ବାଲା ଆତ୍ମାମାନଙ୍କର ବୃଦ୍ଧି କର। ତେବେ କ୍ୱାଲିଟିର ଅର୍ଥ ଏହା ନୁହେଁ ଯେ ବହୁତ ଧନୀ ହୋଇଥିବ। କ୍ୱାଲିଟିର ଅର୍ଥ ହେଲା ଯୋଗକୁ ନିୟମ ଅନୁସାରେ ନିଜ ଜୀବନରେ ଦୃଷ୍ଟାନ୍ତ ହୋଇ ଦେଖାଉଥିବ। ବାକି ମାଇକି ଏବଂ ୱାରିସି ଆତ୍ମାର ଲକ୍ଷଣ ତ ତୁମେମାନେ ଜାଣିଛ। ସେମାନେ ନିଶ୍ଚୟ ବୁଦ୍ଧି ଏବଂ ନିଶ୍ଚିନ୍ତ ଆତ୍ମା ହୋଇଥିବ। ଆଚ୍ଛା, ଡବଲ ବିଦେଶୀମାନଙ୍କ ଭିତରୁ ଯୁଗଳ ଏବଂ କୁମାରୀମାନଙ୍କର ବିଶେଷ ଯୋଗ ତପସ୍ୟାର କାର୍ଯ୍ୟକ୍ରମ ରଖାଯାଇଥିଲା। ଏମାନେ ସବୁ ବିଶେଷ ଧରଣର ଚିହ୍ନ ଲଗାଇ ବସିଛନ୍ତି, ଭଲ ଦେଖାଯାଉଛନ୍ତି। କୁମାରୀମାନେ ପଛ ଆଡ଼କୁ ବୁଲିପଡ଼, ଯାହାକି ସମସ୍ତେ ଦେଖିପାରିବେ। ପୁରା ବୁଲିଯାଅ, ବହୁତ ଭଲ। ଏମିତି ତ ସମସ୍ତେ ଭାଗ୍ୟବାନ ଅଟ, କିନ୍ତୁ କୁମାରୀମାନେ ଡବଲ ଭାଗ୍ୟବାନ ଅଟନ୍ତି। କାହିଁକି ଜାଣିଛ? ଏମିତି ବି କୁମାରୀମାନେ ମଧ୍ୟ ଭାଗ୍ୟବାନ ଅଟନ୍ତି, କିନ୍ତୁ
କୁମାରୀମାନେ ଯଦି ନିଜର କୁମାରୀ ଜୀବନରେ ଅମର ହୋଇ ରହିଯାଆନ୍ତି, ତେବେ ସେମାନଙ୍କୁ ବାପଦାଦାଙ୍କର ଗୁରୁ ଭାଇ ହେବାର ଆସନ ମିଳିଯାଏ। ଏମିତି ତ ବସିବା ପାଇଁ ଆସନ ତ ସମସ୍ତଙ୍କୁ ମିଳିଛି, କିନ୍ତୁ ଗୁରୁର ଆସନ ହେଲା ଯାହା ଉପରେ ବସି ମୁରଲି ଶୁଣାଇଥାନ୍ତି। ଟିଚର ହୋଇ ଶିକ୍ଷା ଦେଉଛ ନା, ସେଥିପାଇଁ ବାପଦାଦା କହୁଛନ୍ତି କୁମାରୀମାନେ ଡବଲ ଭାଗ୍ୟବାନ ଅଟନ୍ତି। ତେବେ ତୁମେମାନେ ନିଜର 21 ଜନ୍ମ ତ ଉଦ୍ଧାର କରିଦେଇଛ, କିନ୍ତୁ ଅନ୍ୟ ଯେଉଁମାନଙ୍କ ପାଇଁ ନିମିତ୍ତ ହୋଇଛ ସେମାନଙ୍କର ମଧ୍ୟ 21 ଜନ୍ମ ଉଦ୍ଧାର ହୋଇଯାଉଛି। ତେବେ ଏହିଭଳି କୁମାରୀ ଅଟ ନା? କ'ଣ ଏହିଭଳି ଅଟ ତ? ଯେଉଁମାନେ କିଛି କିଛି କଞ୍ଚା ଅଛନ୍ତି ସେମାନେ ହାତ ଉଠାଅ। ତେବେ ସମସ୍ତେ ପକ୍କା ଅଟ। କ'ଣ ଦାଦୀମାନେ ଦେଖୁଛ ତ? ଏମାନେ ପକ୍କା କୁମାରୀ ଅଟନ୍ତି। ପକ୍କା ଅଟନ୍ତି ତ? ନ୍ୟୁୟର୍କର ମୋହିନୀ ଭଉଣୀକୁ କୁହ, ଏମାନେ ପକ୍କା ଅଟନ୍ତି ତ? ଏହି କୁମାରୀମାନଙ୍କର ଗ୍ରୁପ ପକ୍କା ଅଟେ ତ? ଏମାନଙ୍କର ସବୁ ଟିଚର କିଏ? ମୀରା ଭଉଣୀ। ଯଦି ପକ୍କା ଅଟ ତେବେ ତାଳି ବଜାଅ। ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି। ଆଚ୍ଛା, କୁମାରୀମାନଙ୍କର ଏହା 8ମ କାର୍ଯ୍ୟକ୍ରମ। ଏମାନଙ୍କର ବିଷୟ ଥିଲା ନିଜର ପଣିଆର ଅନୁଭବ। ତେବେ 30ଟି ଦେଶରୁ 80 ଜଣ କୁମାରୀ ଆସିଛନ୍ତି। ସମସ୍ତେ ଆପଣାର ପଣିଆର ଅନୁଭବ ବହୁତ ଭଲ କରିଛନ୍ତି, ସେଥିପାଇଁ ଅଭିନନ୍ଦନ। ତେବେ ଏମାନେ ତ ହେଲେ କୁମାରୀ, କିନ୍ତୁ ତୁମେ ସବୁ କିଏ? ତୁମେମାନେ କୁହ, ଏମାନେ ହେଲେ କୁମାରୀ, କିନ୍ତୁ ଆମେ ହେଲୁ ବ୍ରହ୍ମା କୁମାର ଏବଂ ବ୍ରହ୍ମା କୁମାରୀ। ତେଣୁ ତୁମେମାନେ ମଧ୍ୟ କମ୍ ନୁହେଁ। ଏହା କୁମାରମାନଙ୍କର ଗ୍ରୁପ ଅଟେ, ମିଶାମିଶି ଗ୍ରୁପ। ବହୁତ ଭଲ। ତେବେ ଯୁଗଳମାନଙ୍କ ଭିତରେ କେଉଁ ନିଶା ଅଛି? ଅଧିକ ନିଶା କ'ଣ ଅଛି ଜାଣିଛ? ଯେବେଠାରୁ ଘର ଗୃହସ୍ଥବାଲା ଏହି ଜ୍ଞାନକୁ ଧାରଣ କରିବାକୁ ଲାଗିଲେଣି, ସେବେଠାରୁ ଅଧିକାଂଶ ଲୋକମାନଙ୍କ ଭିତରେ ଏବେ ସାହସ ଆସିଲାଣି ଯେ ଆମେ ବି କରିପାରିବୁ। ପୂର୍ବରୁ ଭାବୁଥିଲେ ଯେ ବ୍ରହ୍ମାକୁମାରୀ ହେବା ଅର୍ଥ ସବୁକିଛି ଛାଡ଼ିଦେବା, କିନ୍ତୁ ଏବେ ଭାବୁଛନ୍ତି ବ୍ରହ୍ମା କୁମାର କୁମାରୀ ହୋଇ ମଧ୍ୟ ପରିବାର ଏବଂ ଗୃହସ୍ଥ ବ୍ୟବହାର ସବୁକିଛି ଚାଲିପାରିବ। ଏହା ଛଡ଼ା ଯୁଗଳମାନଙ୍କର ଆଉ ଗୋଟିଏ ବିଶେଷତା ମଧ୍ୟ ଅଛି। ସେମାନେ ମହାତ୍ମାମାନଙ୍କୁ ମଧ୍ୟ ଚ୍ୟାଲେଞ୍ଜ କରୁଛନ୍ତି ଯେ ଆମେ ଏକାଠି ରହି ମଧ୍ୟ କର୍ମଧନ୍ଦା କରି ମଧ୍ୟ ଆମର ପରମାର୍ଥ ଶ୍ରେଷ୍ଠ ଅଟେ। ତେଣୁ ବିଜୟୀ ଅଟୁ। ଏହିଭଳି ବିଜୟୀ ହେବାର ସାହସ ଭରିବାର କାମ ଯୁଗଳମାନଙ୍କର ଅଟେ। ସେଥିପାଇଁ ବାପଦାଦା ଯୁଗଳମାନଙ୍କୁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି। ଠିକ୍ କଥା ନା? ଚ୍ୟାଲେଞ୍ଜ କରିଲା ବାଲା ଅଟ ନା? ପକ୍କା ତ? ଯଦି କେହି ତୁମ ପାଖକୁ ଗୁପ୍ତ ରୂପରେ ଆସି ଯାଞ୍ଚ କରିବ, ତେବେ ତାକୁ କୁହ ଯେତେ ଯାଞ୍ଚ କରିବାର ଅଛି କର। କ'ଣ ସାହସ ଅଛି ତ? ଅଛି ତ? ହାତ ଉଠାଅ। ଆଚ୍ଛା, ବାପଦାଦା ସବୁବେଳେ ଡବଲ ବିଦେଶୀମାନଙ୍କୁ ସାହସୀ ମନେ କରିଥାନ୍ତି। କାହିଁକି ଜାଣିଛ? ବାପଦାଦା ଦେଖୁଛନ୍ତି ସେମାନେ ଚାକିରି ଆଦି ମଧ୍ୟ କରୁଛନ୍ତି, ପ୍ରତିଦିନ ମୁରଲି କ୍ଲାସ ମଧ୍ୟ କରୁଛନ୍ତି ଏବଂ କେହି କେହି ତ କ୍ଲାସ କରାଉଛନ୍ତି ମଧ୍ୟ। ତା ସହିତ ସେଣ୍ଟରର ସବୁ ପ୍ରକାରର ସେବାରେ ମଧ୍ୟ ସହଯୋଗ କରୁଛନ୍ତି। ସେଥିପାଇଁ ବାପଦାଦା ସେମାନଙ୍କୁ ଅଲରାଉଣ୍ଡର ଗ୍ରୁପର ଉପାଧି ଦେଉଛନ୍ତି। ଆଚ୍ଛା, ଏହିଭଳି ସର୍ବଦା ଆଗକୁ ଆଗକୁ ବଢ଼ିଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ବଢ଼ାଇ ଚାଲ। ଆଚ୍ଛା, ଟିଚରମାନଙ୍କ ସହିତ। ଟିଚରମାନେ ଠିକ୍ ଅଛ ତ? ବହୁତ ଟିଚର ଆସିଛନ୍ତି। ବହୁତ ଭଲ କଥା। ଦେଖ, ବାବାଙ୍କ ସମାନ ଉପାଧି ତୁମମାନଙ୍କୁ ମଧ୍ୟ ମିଳିଛି। ବାବା ମଧ୍ୟ ଟିଚର ହୋଇ ଆସୁଛନ୍ତି। ତେଣୁ ଟିଚରର ଅର୍ଥ ହେଲା ସ୍ୱ ଅନୁଭବ ଆଧାରରେ ଅନ୍ୟମାନଙ୍କୁ ମଧ୍ୟ ଅନୁଭବୀ କରିବା। ଅନୁଭବର ଅଧିକାରୀ ପଣିଆ ହିଁ ସବୁଠାରୁ ଶ୍ରେଷ୍ଠ ଅଟେ। ଯଦି ଥରେ ମାତ୍ର ବି କୌଣସି କଥାର ଅନୁଭବ କରି ନିଆଯାଏ, ତେବେ ସାରା ଜୀବନ ଭୁଲି ହୁଏ ନାହିଁ। ଶୁଣିଥିବା କଥା ବା ଦେଖିଥିବା କଥା ଭୁଲି ହୋଇଯାଏ, କିନ୍ତୁ ଅନୁଭବ କରିଥିବା କଥା କେବେ ବି ଭୁଲି ହୁଏ ନାହିଁ। ତେବେ ଟିଚର ହେବା ଅର୍ଥ ନିଜେ ଅନୁଭବୀ ହୋଇ ଅନ୍ୟମାନଙ୍କୁ ଅନୁଭବୀ କରିବା। ଏହି କାମ କରୁଛ ନା? ଭଲ କଥା। ଯଦି କୌଣସି କଥାରେ ଅନୁଭବର କମି ରହିଥିବ, ତେବେ ତାକୁ 1 ମାସ ଭିତରେ ଭରିନିଅ। ତାପରେ ବାପଦାଦା ଫଳାଫଳ ଚେକ୍ କରିବେ। ଆଚ୍ଛା, ଚାରିଆଡ଼ର ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ ଏବଂ ବିଶ୍ୱ ରାଜ୍ୟ ସିଂହାସନ ଅଧିକାରୀ
ସର୍ବଦା ନିଜର ଶାନ୍ତିର ଶକ୍ତିକୁ ଆଗକୁ ବଢ଼ାଇବା ସହିତ ଅନ୍ୟମାନଙ୍କୁ ଆଗକୁ ବଢ଼ାଇବାର ଉମଙ୍ଗ ଉତ୍ସାହ ଦେଉଥିବା, ସର୍ବଦା ନିଜେ ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁସିର ଉପହାର ଦେଉଥିବା, ଚାରିଆଡ଼ର ବାପ ଦାଦାଙ୍କର ଭାଗ୍ୟବାନ ଗେହ୍ଲା ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଶୁଭ ଆଶୀର୍ବାଦ ସହିତ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଶୁକ୍ରିୟା ବାବା। ଆଜିର ବରଦାନ, ସବୁ ପ୍ରକାରର କଣ୍ଡିସନରେ ଅର୍ଥାତ୍ ପରିସ୍ଥିତିରେ ସୁରକ୍ଷିତ ରହୁଥିବା ଏୟାର କଣ୍ଡିସନ ଟିକେଟର ଅଧିକାରୀ ଭବ। ସବୁ ପ୍ରକାରର କଣ୍ଡିସନରେ ଅର୍ଥାତ୍ ପରିସ୍ଥିତିରେ ସୁରକ୍ଷିତ ରହୁଥିବା ଏୟାର କଣ୍ଡିସନ ଟିକେଟର ଅଧିକାରୀ ଭବ। ଡିଟେଲ୍ସ। ଏୟାର କଣ୍ଡିସନର ଟିକେଟ ସେହି ପିଲାମାନଙ୍କୁ ମିଳୁଛି ଯେଉଁମାନେ ଏଠାରେ ସବୁ କଣ୍ଡିସନରେ ସୁରକ୍ଷିତ ରହୁଛନ୍ତି। ଯେକୌଣସି ପରିସ୍ଥିତି ହେଉ ବା ସମସ୍ୟା ହେଉ, କିନ୍ତୁ ସବୁ ପ୍ରକାରର ସମସ୍ୟାକୁ ଗୋଟିଏ ସେକେଣ୍ଡ ଭିତରେ ଅତିକ୍ରମ କରିବାର ସାର୍ଟିଫିକେଟ ଦରକାର। ଯେପରି ସେ ଟିକେଟ ପାଇଁ ପଇସା ଦେଉଛ, ସେହିପରି ଏଠାରେ ମଧ୍ୟ ସଦା ବିଜୟୀ ହେବାର ପଇସା ଦରକାର, ଯାହାଦ୍ୱାରା ତୁମକୁ ଟିକେଟ ମିଳିପାରିବ। ତେବେ ଏହି ଧନ ପ୍ରାପ୍ତି କରିବା ପାଇଁ ମେହନତ କରିବାର ଆବଶ୍ୟକତା ନାହିଁ। କେବଳ ସଦାସର୍ବଦା ବାବାଙ୍କ ସାଥିରେ ରହିଯାଅ, ଯାହାଦ୍ୱାରା ଅଗଣିତ ଧନ ରୋଜଗାର ହୋଇଚାଲିବ। ଆଜିର ସ୍ଲୋଗାନ, ପରିସ୍ଥିତି ଯେମିତିକା ହେଉନା କାହିଁକି, ପରିସ୍ଥିତି ଚାଲିଯାଉ କିନ୍ତୁ ଖୁସି ନ ଯାଉ। ପରିସ୍ଥିତି ଯେମିତିକା ହେଉନା କାହିଁକି, ପରିସ୍ଥିତି ଚାଲିଯାଉ କିନ୍ତୁ ଖୁସି ନ ଯାଉ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଏବେ ସମ୍ପନ୍ନ ବା କର୍ମାତୀତି ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯେପରି ତୁମର ରଚନା କଇଁଛ ଗୋଟିଏ ସେକେଣ୍ଡ ଭିତରେ ନିଜର ସବୁ ଅଙ୍ଗକୁ ନିଜ ଭିତରେ ଏକତ୍ରିତ କରିଦିଏ। ଅର୍ଥାତ୍ ଏକତ୍ରୀକରଣର ଶକ୍ତି ତୁମର ରଚନା ଭିତରେ ମଧ୍ୟ ରହିଛି। ତେଣୁ ତୁମେ ମାଷ୍ଟର ରଚୟିତା ପିଲାମାନେ ଏକତ୍ରୀକରଣର ଶକ୍ତି ଆଧାରରେ ଗୋଟିଏ ସେକେଣ୍ଡ ଭିତରେ ସର୍ବ ସଂକଳ୍ପକୁ ଏକତ୍ରିତ କରି ଗୋଟିଏ ସଂକଳ୍ପରେ ସ୍ଥିତ ହୋଇଯାଅ। ଯେତେବେଳେ ତୁମେ ସମସ୍ତ କର୍ମେନ୍ଦ୍ରିୟ ଦ୍ୱାରା କରୁଥିବା କର୍ମର ସ୍ମୃତିଠାରୁ ଉର୍ଦ୍ଧ୍ୱରେ ଏକମାତ୍ର ଆତ୍ମିକ ସ୍ୱରୂପରେ ସ୍ଥିତ ହୋଇଯିବ, ସେତେବେଳେ ଯାଇ କର୍ମାତୀତି ଅବସ୍ଥାର ଅନୁଭବ ହେବ। ଓମ୍ ଶାନ୍ତି।